हेलो स्टूडेंट्स। आज आमे पढ़िबा विलियम वर्ड्सवर्थ गोटे फेमस कविता डैफोडिल्स। तो ता पूर्वरु आमे कविंको विषय रे टिके जानिबा, संपूर्ण ओडिया रे कविताटी को बुझिबा। विलियम वर्ड्सवर्थ 1772 1815 इज वन ऑफ द मेजर पोएट्स ऑफ हिज टाइम। से कहउचंती विलियम वर्ड्सवर्थ 1770 मसीह जन्म ग्रहण करी 1850 मसीह मृत्युवरण करथिले। से जणे तांको समयरे महान कवि थिले। ही वाज ऑनर्ड एज इंग्लैंड्स पोएट लॉरेट। तांको इंग्लैंड रो पोएट लॉरेट सम्मान रे सम्मानित करा जायतिला, जोंटा कि इंग्राजी साहित्य क्षेत्र रे से ख्याति अर्जन करथिले। ही डिफाइंड पोएट्री एज स्पॉन्टेनियस ओवरफ्लो ऑफ पावरफुल फीलिंग्स arising from इमोशंस रिकलेक्टेड इन ट्रांक्विलिटी। जार संपूर्ण ओडिया अर्थ हेउची कविता हेउची शांतपूर्ण भावनारे संगृहित हेइथिबा शक्तिशाली भावनार स्वतःपूत प्रवाह। ही इज ए पोएट ऑफ नेचर एंड यूज्ड कॉमन वर्ड्स टू एक्सप्रेस हिज फीलिंग। तांकू प्रकृतिर कवि बोली कहा जाए, आ से बहुत साधारण शब्द यूज करती तांकर मनर भावना को प्रकाश करबा पाई। वार्म अप। This poem incorporates the ideas and aspects essential to romantic poetry। से कहउचंती एही कविताटी रोमांटिक कविता पाई अत्यावश्यक धारणा एवं दिग गुड़िक सामिल करिछि। The fields of daffodils is evidently sorry the field of daffodils is evidently the subject of this poem। ଡାଫୋଡିଲ୍‌ର କ୍ଷେତ୍ର ସ୍ପଷ୍ଟ ଭାବରେ ଏହି କବିତାର ବିଷୟ। ମେକିଂ ନେଚର ଦ ମୋଷ୍ଟ ଏପାରେଣ୍ଟ ଫିଚର ଥ୍ରୋ ଆଉଟ୍, ଯାହା ପ୍ରକୃତିକୁ ସମଗ୍ର ଦିଗରେ ସବୁଠାରୁ ବୈଶିଷ୍ଟ୍ୟ କରିଥାଏ। Wordsworth adds a range of natural images such as lakes, tree, stars and even clouds in this poem। ସେ କହୁଛନ୍ତି ୱାର୍ଡସୱର୍ଥ ଏହି କବିତାରେ ହ୍ରଦ, ଗଛ, ତାରା ଏବଂ ଏପରିକି ମେଘ ଭଳି ବିଭିନ୍ନ ପ୍ରାକୃତିକ ଚିତ୍ର ଯୋଡ଼ିଛନ୍ତି। Through nature a tranquil mood is instantly created from the very first line, I wandered lonely as a cloud। ପ୍ରକୃତି ମାଧ୍ୟମରେ ପ୍ରଥମ ଧାଡ଼ିରୁ ଏକ ଶାନ୍ତ ମନୋଭାବ ତୁରନ୍ତ ସୃଷ୍ଟି ହୁଏ, ମୁଁ ମେଘ ପରି ଏକାକୀ ବୁଲିଥିଲି। The atmosphere of the poem is very peaceful and the use of nature creates a joyful setting। କବିତାର ପରିବେଶ ବହୁତ ଶାନ୍ତିପୂର୍ଣ୍ଣ ଏବଂ ପ୍ରକୃତିର ବ୍ୟବହାର ଏକ ଆନନ୍ଦଦାୟକ ପରିବେଶ ସୃଷ୍ଟି କରେ। Not until the poet later muses about what he saw does he fully appreciate the cheerful sight of the dancing daffodils। କବି ପରେ ଯାହା ଦେଖିଲେ ସେ ବିଷୟରେ ଚିନ୍ତା ନ କରିବା ପର୍ଯ୍ୟନ୍ତ ସେ ନାଚୁଥିବା ଡାଫୋଡିଲ୍ସର ଆନନ୍ଦମୟ ଦୃଶ୍ୟକୁ ସମ୍ପୂର୍ଣ୍ଣ ଭାବେ ପ୍ରଶଂସା କରନ୍ତି। Study the poem and note how Wordsworth glorifies the beauty of nature and the bliss of solitude। କବିତାକୁ ଅଧ୍ୟୟନ କରନ୍ତୁ ଏବଂ ଧ୍ୟାନ ଦିଅନ୍ତୁ ଯେ ୱାର୍ଡସୱର୍ଥ ପ୍ରକୃତିର ସୌନ୍ଦର୍ଯ୍ୟ ଏବଂ ଏକାକିତ୍ୱତାର ଆନନ୍ଦକୁ କିପରି ମହିମା ପ୍ରଦାନ କରନ୍ତି। ଏବେ ଆମେ ଡାଫୋଡିଲ୍ସର ଟେକ୍ସଟଟିକୁ ଦେଖିବା। କବିତାର ପ୍ରଥମ ଲାଇନରେ କବି କହିଛନ୍ତି I wandered lonely as a cloud that floats on high over vales and hills। ସେ କହୁଛନ୍ତି ମୁଁ ଲକ୍ଷ୍ୟହୀନ ଭାବରେ କେମିତି ବୁଲୁଥିଲି, ଲକ୍ଷ୍ୟହୀନ ଭାବରେ ବୁଲୁଥିଲି। କାହା ପରି ବୁଲୁଥିଲି ନା ଗୋଟେ ଭସା ବାଦଲ ଭଳିଆ ଲକ୍ଷ୍ୟହୀନ ଭାବରେ ବୁଲୁଥିଲି। That floats on high over vales and hills, ଯୋଉଟା କି କାହା ଉପରେ ଭାସୁଥିଲା, ଉଚ୍ଚ ଉପତ୍ୟକା ଏବଂ ପର୍ବତ ଶ୍ରେଣୀ ଦେଇ ଭାସୁଥିଲା। When all at once I saw a crowd, a host of golden daffodils। ଆଖି ପଲକରେ ମୁଁ କ'ଣ ଦେଖିଲି? କ୍ରାଉଡ। I saw a crowd। ଏଠି କ୍ରାଉଡ ମାନେ ହେଉଥିବା ଦଳ, ଗୁଚ୍ଛ ଭାବରେ ତୁମେ ବୁଝିପାରିବ। When all at once I saw a crowd, a host of golden daffodils। ସେ ଆଖି ପଲକରେ କ'ଣ ଦେଖିଲେ ନା ସୁନା ଭଳି ଦେଖାଯାଉଥିବା ଡାଫୋଡିଲ୍ସ ଫୁଲର ଦଳ ଗୁଡ଼ିକ ବା ଗୁଚ୍ଛ ଗୁଡ଼ିକ ଦେଖିଲେ।
ବିସାଇଡ୍ ଦ ଲେକ୍ ବିନିଥ୍ ଦ ଟ୍ରିଜ୍। ସେମାନେ କେଉଁଠି ଥିଲେ? ବିସାଇଡ୍ ଦ ଲେକ୍ ହ୍ରଦ ପାଖରେ, ବିନିଥ୍ ଦ ଟ୍ରିଜ୍, ବିନିଥ୍ ମାନେ ହେଉଛି ଛୁଆ ତଳ, ଗଛ ତଳେ, ଆଉ ହ୍ରଦ ପାଖରେ ସେ ଦେଖିଲେ। ଫ୍ଲୋଟରିଂ ଆଣ୍ଡ ଡ୍ୟାନ୍ସିଂ ଇନ୍ ଦ ବ୍ରିଜ୍, ସେମାନେ କେମିତି ନାଚୁଥିଲେ? ନା ମୁଣ୍ଡ ହଲେଇ ପବନରେ ନାଚୁଥିଲେ। ସେକେଣ୍ଡ ଷ୍ଟାଞ୍ଜାରେ କବି କହୁଛନ୍ତି କଣ୍ଟିନ୍ୟୁଅସ୍ ଏଜ୍ ଦ ଷ୍ଟାର୍ସ ଦ୍ୟାଟ୍ ସାଇନ୍ ଆଣ୍ଡ ଟ୍ୱିଙ୍କଲ୍ ଅନ୍ ଦ ମିଲ୍କି ୱେ। କବି ଡାଫୋଡିଲ୍ସକୁ କାହା ସହ ତୁଳନା କରିଛନ୍ତି? ନା ଆକାଶ ଗଙ୍ଗାରେ ଚମକୁଥିବା ଆଉ ଦପଦପ ଡାକୁଥିବା ତାରାକୁ ଡାଫୋଡିଲ୍ ସହିତ ତୁଳନା କରିଛନ୍ତି। ଦେ ଷ୍ଟ୍ରେଚ୍ଡ ଇନ୍ ନେଭର ଏଣ୍ଡିଂ ଲାଇନ୍ ଏଲଙ୍ଗ ଦ ମାର୍ଜିନ୍ ଅଫ୍ ବେ, ସେ କହୁଛନ୍ତି ହ୍ରଦର କୂଳେ କୂଳେ ସେମାନେ ଅସୀମ ସୀମା ଯାଏଁ ଲମ୍ବିଛନ୍ତି, ଯାହାର କେବେ ଶେଷ ନାହିଁ। ସେ ଏମିତି ଭାବରେ ଲମ୍ବିଛନ୍ତି ତାଙ୍କ ସୀମାର କେବେ ଶେଷ ନାହିଁ। 10,000 ସୋ ଆଇ ଏଟ୍ ଏ ଗ୍ଲାନ୍ସ ଟସିଂ ଦେୟାର ହେଡ୍ ଇନ୍ ସ୍ପ୍ରାଇଟଲି ଡ୍ୟାନ୍ସ, ସେ ଆଖି ପିଛୁଳାକେ 10,000 ଡାଫୋଡିଲ୍ସ ଦେଖିଲେ ଯେଉଁମାନେ ତାଙ୍କର ମୁଣ୍ଡ ହଲେଇ ନାଚୁଥିଲେ। The waves beside them danced, but they outdid the sparkling waves in glee. ସେ କହୁଛନ୍ତି ତାଙ୍କ ସହ କିଏ ନାଚୁଥିଲା? ନା ହ୍ରଦରେ ଉଠୁଥିବା ଲହରୀ ଗୁଡ଼ିକ ଡାଫୋଡିଲ୍ ସହ ନାଚୁଥିଲା, କିନ୍ତୁ ଡାଫୋଡିଲ୍ସ ଏତେ ସୁନ୍ଦର ଥିଲା ଯାହା ଆଗରେ ହ୍ରଦର ଯେଉଁ ଲହରୀ ତାର ସୁନ୍ଦରତା ଡାଫୋଡିଲ୍ସ ଆଗରେ କିଛି ନଥିଲା। ଏ ପୋଏଟ୍ କୁଡ୍ ନଟ୍ ବଟ୍ ବି গে ଇନ୍ ସଚ୍ ଏ ଜକଣ୍ଡ କମ୍ପାନୀ, ସେ କହୁଛନ୍ତି ଏ ପୋଏଟ୍ କୁଡ୍ ନଟ୍ ବି গে, ସେ କହୁଛନ୍ତି ଏଇଭଳିଆ ଦୃଶ୍ୟ ଦେଖିକି କୌଣସି ବି କବି ଖୁସି ନ ହୋଇ ରହିପାରିବ ନାହିଁ। গে ମାନେ ହେଉଛି ଛୁଆ ଖୁସି ହବା। ଇନ୍ ସଚ୍ ଏ ଜକଣ୍ଡ କମ୍ପାନୀ, ଏଭଳିଆ ମାନେ ବିମୋହିତ ଦୃଶ୍ୟ ଦେଖିକି, ଜକଣ୍ଡ କମ୍ପାନୀ ହେଉଛି ବିମୋହିତ ଦୃଶ୍ୟ ଯୋଉଟା, ଇନ୍ ଏ ସଚ୍ ଜକଣ୍ଡ କମ୍ପାନୀ, ସେ କହୁଛନ୍ତି ମୋ ଭଳିଆ ମୋ ଭଳିଆ କବି ଏଭଳିଆ ଗୋଟେ ବିମୋହିତ ଦୃଶ୍ୟ ଦେଖି କେବେ ବି ଖୁସି ନ ହୋଇ ରହିପାରିବ ନାହିଁ। ଆଇ ଗେଜ୍ଡ ଆଣ୍ଡ ଗେଜ୍ଡ ବଟ୍ ଲିଟିଲ୍ ଥଟ୍ ହ୍ୱାଟ୍ ୱେଲ୍ଥ ଦ ଶୋ ଟୁ ମି ହେଡ୍ ବ୍ରଟ୍, ସେ କହୁଛନ୍ତି ଗେଜ୍ଡ ଆଣ୍ଡ ଗେଜ୍ଡ ମାନେ ଛୁଆ ସ୍ଥିର ଚିନ୍ତନରେ ଦେଖିବା ବା ଆଖି ଲାଖି କରି ଦେଖିବା, ମାନେ ଗୋଟେ ଜାଗାରେ ଆଖି ଲାଗିଯିବା, ସେଇଭଳିଆ ଦୃଶ୍ୟ। ସେ କହୁଛନ୍ତି ମୋ ଆଖି ଲାଗି ରହିଥିଲା ଆଉ ତମେ ବୁଝିପାରିବନି, ସେଇ ଏଇଭଳିଆ ସୁନ୍ଦର ଦୃଶ୍ୟ ମୋତେ କେଉଁ ସମ୍ପଦଠୁ ବି କମ୍ ନଥିଲା। ଶେଷ ଷ୍ଟାଞ୍ଜାରେ କବି ଏଠି କହୁଛନ୍ତି ଫର୍ ଅଫନ୍ ହ୍ୱେନ୍ ଅନ୍ ମାଇ କାଉଚ୍ ଆଇ ଲାଇ ଇନ୍ ଭେକେଣ୍ଟ ଅର୍ ପେନ୍ସିଭ୍ ମୁଡ୍। ଭେକେଣ୍ଟ ଅର୍ ପେନ୍ସିଭ୍ ମୁଡ୍ ହେଉଛି ଛୁଆ, ଭେକେଣ୍ଟ ହେଉଛି ଶୂନ୍ୟ, ପେନ୍ସିଭ୍ ମୁଡ୍ ହେଉଛି ଭାବପୂର୍ଣ୍ଣ, କୋଳାହଳ ଭାବପୂର୍ଣ୍ଣ। ଫର୍ ଅଫନ୍ ହ୍ୱେନ୍ ଅନ୍ ମାଇ କାଉଚ୍ ଆଇ ଲାଇ ଇନ୍ ଭେକେଣ୍ଟ ଅର୍ ପେନ୍ସିଭ୍ ମୁଡ୍, କବି କହୁଛନ୍ତି ଯେତେବେଳେ ବି ମୁଁ ମୋ ସୋଫା ଉପରେ ଶୋଇ ରହିଥାଏ ଶୂନ୍ୟ ମସ୍ତିଷ୍କରେ କିମ୍ବା ଭାବପ୍ରବଣ ମସ୍ତିଷ୍କରେ, ଦେ ଫ୍ଲାସ୍ ଓପନ୍ ଦ୍ୟାଟ୍ ଇନୱାର୍ଡ ଆଇ, ଡାଫୋଡିଲ୍ସର ସେହି ସୁନ୍ଦର ଦୃଶ୍ୟ ମୋ ଚେତନାରେ ନାଚି ଉଠେ, ହଠାତ୍ ଆବିର୍ଭାବ ହୋଇଯାଏ। ଫ୍ଲାସ୍ ହେଉଛି ହଠାତ୍ ଆବିର୍ଭାବ ହୋଇଯିବା। ହ୍ୱିଚ୍ ଇଜ୍ ଦ ବ୍ଲିସ୍ ଅଫ୍ ସଲିଟ୍ୟୁଡ୍, ମୋର ସେହି ଏକାନ୍ତରେ ଏହା ମୋତେ ବହୁତ ଖୁସି ପ୍ରଦାନ କରେ। ଏଣ୍ଡ ଦେନ୍ ମାଇ ହାର୍ଟ ୱିଥ୍ ପ୍ଲେଜର ଫିଲ୍ସ, ଯେତେବେଳେ ବି ସେହି ଶୂନ୍ୟ ଚେତନାରେ ଡାଫୋଡିଲ୍ସର ସୁନ୍ଦର ଚିତ୍ର ମୋ ଶୂନ୍ୟ ଚେତନାରେ ନାଚି ଉଠେ, ସେତେବେଳେ ମୋ ହୃଦୟ ଆତ୍ମବିଭରିତ ହୋଇଯାଏ। ଏଣ୍ଡ ଡ୍ୟାନ୍ସେସ୍ ୱିଥ୍ ଦ ଡାଫୋଡିଲ୍ସ, ଆଉ ଡାଫୋଡିଲ୍ ସହ ନାଚିବାକୁ ଆରମ୍ଭ କରିଦିଏ। ଆଶା କରୁଛି ପିଲାମାନେ ଭଲସେ ବୁଝିପାରିଥିବ। ଯଦି କିଛି ଡାଉଟ୍ ଅଛି ତ ମୋତେ କମେଣ୍ଟ ସେକ୍ସନରେ ଜଣାଇବ। ଜୟ ଜଗନ୍ନାଥ।